ଜଙ୍ଗଲରେ ଚାଲିଥିଲା ଗୁପ୍ତ ନଜରଦାରୀ। ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିଲା 2 ଜଣ ସନ୍ଦିଗ୍ଧ ଶିକାରୀ। ଆଉ ସେହି ସୁରାକୁ ଆଧାର କରି ଆରମ୍ଭ ହୋଇଥିଲା ବନ ବିଭାଗର ମିଳିତ ଅପରେସନ୍। ଶେଷରେ ଟିକରପଡ଼ା ଗ୍ରାମରେ ଅଚାନକ ଚଢ଼ାଉ କରି 2 ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରାହ୍ମଣୀପାଳ ବନ ବିଭାଗ। ଏହି ଘଟଣାକୁ ବନ ବିଭାଗର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଗିରଫ 2 ଜଣ ହେଲେ ମଧୁରା ବିରୁଆ ଓ ଚକ୍କା ଜୁଆଙ୍ଗ। ସେମାନଙ୍କ ନିକଟରୁ 2ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର ଡିଏଫ୍ଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ପ୍ରବୀର କୁମାର ମୁର୍ମୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା। ଦୈତାରୀ ରେଞ୍ଜର ବ୍ରହ୍ମାନନ୍ଦ ବେହେରାଙ୍କ ସମେତ 4 ଜଣ ବନପାଳ, 8 ଜଣ ବନରକ୍ଷୀ ଓ 7 ଜଣ ବନ ସହାୟକଙ୍କୁ ନେଇ ଗଠିତ ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ। ଅଚାନକ ଚଢ଼ାଉ କରି ଯାଜପୁର ଜିଲ୍ଲା ଟମକା ରେଞ୍ଜ ଅନ୍ତର୍ଗତ ଟିକରପଡ଼ା ଗ୍ରାମରୁ 2 ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ପରେ ସେମାନଙ୍କୁ ଦେଓଗାଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ବରିଷ୍ଠ ଅଧିକାରୀମାନେ ଘନ ଘନ ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଶିକାର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି। ସମସ୍ତ ଆଇନଗତ ପ୍ରକ୍ରିୟା ପରେ ଆଜି 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।